ବିରାଡ଼ି ଛିଙ୍କିବା ଏ ରୂଢ଼ିଟିର ଅର୍ଥ କ'ଣ? ବିରାଡ଼ି ଛିଙ୍କିବା ହେଲା। ତ ଏହାର ଅର୍ଥ କ'ଣ? ରୂଢ଼ିଟିର ଉପେକ୍ଷା କରିବା, ବ୍ୟର୍ଥ ହେବା, ଚିନ୍ତିତ ହେବା, ଅନୁକୂଳ ବିଗିଡ଼ିଯିବା। କେଉଁଟା ହେବ ଆନ୍ସାର? ଆପଣମାନେ କୁହନ୍ତୁ କେଉଁଟା ହେବ ନା କେଉଁଟା? ଅପସନ୍ ଡି ଅନୁକୂଳ ବିଗିଡ଼ିଯିବା। ବିରାଡ଼ି ଛିଙ୍କିବା ମାନେ ଅନୁକୂଳ ବିଗିଡ଼ିଯିବା, ମାନେ କିଛି ଗୋଟେ କାମ କରିବାକୁ ଯାଉଥିବେ ଆଉ ତାର ସବୁ କିଛି ମାନେ ବିଗିଡ଼ିଯିବ, ମାନେ ତାର ବିପରୀତ ହେବ, ସେଇଟା ଅନୁକୂଳ ବିଗିଡ଼ିଯିବା। ନେକ୍ସଟ ଅଛି ଦୁଃଖ ଉପରେ ଦୁଃଖ। ଏହାର ଅର୍ଥ କ'ଣ? ମାନେ ଦୁଃଖ ଉପରେ ଦୁଃଖ, ମାନେ ଏଇଟା ଅର୍ଥ ଦେଇଛି କେଉଁ ରୂଢ଼ି ମାନେ ଏଠାରେ ଆମେ ୟୁଜ୍ କରିପାରିବା। ତ କପାଳ ଫାଟିବା, ଆ ବଳଦ ମୋତେ ବିନ୍ଧ, ବୋଝ ଉପରେ ନଲିତା ବିଡ଼ା, କଟା ଘାରେ ଚୂନ ଦେବା। କେଉଁଟା ହେବ? ଦୁଃଖ ଉପରେ ଦୁଃଖ ଯେତେବେଳେ ପଚାରେ ସେଇଟା ମନେ ରଖିବେ ଅପସନ୍ ସି। ଅପସନ୍ ସି ବୋଝ ଉପରେ ନଲିତା ବିଡ଼ା, ଯେଉଁଟାକି କ'ଣ ଇଣ୍ଡିକେଟ୍ କରେ? ଦୁଃଖ ଉପରେ ଦୁଃଖ ହେଲା। ନେକ୍ସଟ ଯିବା କ୍ୱେଶ୍ଚିନ୍ ନମ୍ବର 6କୁ। କ୍ଷୀଣ ଆଶ୍ରୟ ରୂଢ଼ିର ଅର୍ଥ କ'ଣ? କ୍ଷୀଣ ଆଶ୍ରୟ ରୂଢ଼ିର ଅର୍ଥ କ'ଣ? ବାହାକୁ ବତା, ଅନ୍ଧର ଲଉଡ଼ି, ଅରକ୍ଷିତକୁ ଦୈବ ସାହା, ଆଉ କ'ଣ ଆପଣା ସୁନା ଭେଣ୍ଡି। କେଉଁଟା ହେବ? କ୍ଷୀଣ ଆଶ୍ରୟର ଅର୍ଥ ହେଉଛି ବାହାକୁ ବତା, ଅପସନ୍ ଏ। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 7। ଭଲ ବେଲ ପଡ଼ିବା ଏହି ଅର୍ଥ ପ୍ରକାଶ କରୁଥିବା, ମାନେ ଏଠାରେ ଅର୍ଥଟା ଦେଇଛି ଆଉ କ'ଣ ରୂଢ଼ିଟି କ'ଣ ହେବ ସେଇଟା ଆମକୁ ଖୋଜିବାକୁ ପଡ଼ିବ। ତ ଏହାର ଆନ୍ସର ହେବ ଅପସନ୍ ନମ୍ବର ଏ କପାଳ ଖୋଲିବା। କପାଳ ଖୋଲିବା ମାନେ ହେଉଛି ଭଲ ବେଲ ପଡ଼ିବା, କପାଳ ଖୋଲିବା ହେଲା। ଆମେ ବହୁତ ତଳକୁ ଚାଲି ଆସିଲେ ବୋଧେ, କ୍ୱେଶ୍ଚିନ୍ ନମ୍ବର 6ରେ ଥିଲା ଆମେ ନା, क्वेश्चन नंबर 6 ना 7 ସରିଛି ହେଲା। क्वेश्चन नंबर 8 ନଈ ନ ଦେଖୁଣୁ ଜଙ୍ଗଲା। ତ ଏଠାରେ ଏହାର ଅର୍ଥ କ'ଣ? ତ ଏହାର ଅର୍ଥ କ'ଣ? ଅପସନ୍ ନମ୍ବର କେଉଁଟା ହେବ? ଅପସନ୍ ନମ୍ବର ଡି ବିପଦ ନ ଆସୁଣୁ ଆମେ କ'ଣ ସତର୍କ ହେବା, ମାନେ ଅସୁବିଧା ନ ଆସୁଣୁ ଆମେ ଛାନିଆ ହେଇଯିବା, ତାହାକୁ ସେଇ ରୂଢ଼ିର ଅର୍ଥ ହେଲା। ବୃଥା ସ୍ୱପ୍ନ ଏହା ହେଉଛି ଅର୍ଥ, ଗୋଟେ ଅର୍ଥ। ତ ଏହି ଅର୍ଥର ପ୍ରକାଶ କରୁଥିବା ରୂଢ଼ିଟି କେଉଁଟା? ତ ଏହାର ଆନ୍ସର କେଉଁଟା ହେବ ନା ଆକାଶ କୁସୁମ। ଆକାଶ କୁସୁମ ମାନେ ବୃଥା ସ୍ୱପ୍ନ, ମାନେ କ'ଣ ଅଯଥାରେ ଆମେ ଯାହା କିଛି ସ୍ୱପ୍ନ ଦେଖିଥାଉ। ମୁହଁ ଦେବା, ମୁହଁ ଦେବାର କ'ଣ? ମୁହଁ ଦେବା ହେଉଛି ଗୋଟେ ଅର୍ଥ, ଏହାକୁ ପ୍ରକାଶ କରୁଥିବା ରୂଢ଼ିଟି କେଉଁଟା? ନେହୁରା ହେବା, ପ୍ରତିଶୋଧ ନେବା, ପ୍ରଶ୍ରୟ ଦେବା, ସରି ଏଇଟା ରୂଢ଼ିଟା ମୁହଁ ଦେବା ହେଉଛି ଗୋଟେ ରୂଢ଼ି। ରୂଢ଼ିର ଅର୍ଥ କ'ଣ ନା ଅପସନ୍ ନମ୍ବର ସି, ଆପଣମାନଙ୍କର ସି ପ୍ରଶ୍ରୟ ବା ପ୍ରଶ୍ରୟ ଦେବା ହେଉଛି ମୁହଁ ଦେବା ରୂଢ଼ିଟିର ଅର୍ଥ। ଏବେ କ୍ୱେଶ୍ଚିନ୍ ନମ୍ବର 11କୁ ଯିବା। କ୍ୱେଶ୍ଚିନ୍ ନମ୍ବର 11 ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଆଉ ଭିଡ଼ିଓକୁ ଜଷ୍ଟ ଗୋଟେ ସେକେଣ୍ଡ ପାଇଁ ସମୟ ଦେଇ ଆପଣଙ୍କ ଭିଡ଼ିଓକୁ ଲାଇକ୍ ଗୋଟେ କରିଦେବେ ହେଲା। 11ରେ କ'ଣ ଅଛି? ଗୋଡ଼ ଟେକି ବସିବା। ଏହାର ଅର୍ଥ କ'ଣ? ଗୋଡ଼ ଟେକି ବସିବା। ତ ଏହାର ଅର୍ଥ ହେଇଯିବ ପ୍ରସ୍ତୁତ ହୋଇ ରହିବା, ମାନେ ରେଡ଼ି ହୋଇକି ରହିବା, ଯେଉଁ ଗୋଟେ କାମ କରି ସାରିକି ରେଡ଼ି ହେଇକି ରହିବା ତାକୁ କୁହାଯାଏ ଗୋଡ଼ ଟେକି ବସିବା। ବାଟ ଭାଙ୍ଗିବା ଏହାର ଅର୍ଥ କ'ଣ? ବାଟ ଭାଙ୍ଗିବା। ତ ଏହାର ଅର୍ଥ ହେଇଯିବ ଆପଣମାନଙ୍କ କ'ଣ? ବାଟ ଭାଙ୍ଗିବାର ଅର୍ଥ ହେଉଛି ଉପେକ୍ଷା କରିବା। କ'ଣ? ଉପେକ୍ଷା କରିବା ହେଉଛି ବାଟ ଭାଙ୍ଗିବା ରୂଢ଼ିଟିର ଅର୍ଥ। କ୍ୱେଶ୍ଚିନ୍ ନମ୍ବର 13 ଉଷୁନା ଧାନ ଗଜା ହେବା। ଏଇଟା ତ ଆପଣମାନେ ଶୁଣିଥିବେ, ବେଲେ ବେଲେ କହୁଥିବେ ବି। କ'ଣ? ଆଖିରେ ଧୂଳି ଦେବା, ଅନ୍ୟକୁ ପ୍ରତାରଣା କରିବା, ଅସମ୍ଭବ କଥା ସମ୍ଭବ ହେବା, କୁହୁଡ଼ି ପହଁରିବା। ଏହାର ଅର୍ଥ କ'ଣ ନା ଅସମ୍ଭବ କଥା ସମ୍ଭବ ହେବା। ଉଷୁନା ଧାନ ଗଜା ହେବା ମାନେ କ'ଣ? ଅସମ୍ଭବ କଥା ଗୋଟେ ସମ୍ଭବ ହୋଇଯିବା। ନେକ୍ସଟ ଅଛି ମନ ଘର ଧରିବା। ଏଇଟା ମାନେ ଏକ୍ଜାମ୍ ଏଇ କ୍ୱେଶ୍ଚିନ୍ଟା ବହୁତ ଥର ଆପଣମାନଙ୍କ OSSC ହେଇଗଲା, OSSC ହେଇଗଲା, এই ରୂଢ଼ିଟା ବାରମ୍ବାର ଆସିଛି। ତ ଆଜି ଏହାକୁ ଆପଣମାନେ ଭଲରେ ଶୁଣନ୍ତୁ। ମନ ଘର ଧରିବାର ଅର୍ଥ କ'ଣ ନା ମନ ଘର ଧରିବାର ଅର୍ଥ ହେଉଛି ଅସୁବିଧାରେ ପଡ଼ି ସତର୍କ ହେବା ବା ସଚେତନ ହେବା। ଅପସନ୍ ନମ୍ବର ଡି ଆପଣମାନଙ୍କ କରେକ୍ଟ ଆନ୍ସାର। ଅସୁବିଧାରେ ପଡ଼ି ସତର୍କ ହେବା କିମ୍ବା ସଚେତନ ହେବାର ରୂଢ଼ିଟି ହେଉଛି ମନ ଘର ଧରିବା ହେଲା। ମିଛ କାନ୍ଦଣା ମାଛ କାନ୍ଦଣା ଏଇଟା ଗୋଟେ କ'ଣ? ଏଇଟା ଗୋଟେ ରୂଢ଼ିଟା। ତ ଏହାର ଅର୍ଥ କ'ଣ? ତ
तो यार अर्थ होची कौन कहते आपण मैंने ना ऑप्शन बी। ऑप्शन बी हेउची आपण मानको करेक्ट आंसर। अंतरर कपट भरी मुहरे दुख प्रकाश करिबा मिछ कांदणा माछ कांदणा हला एटा गोटे रूढ़ीटा। नेक्स्ट अछि मेरी मूल धानुआ। मेरी मूल धानुआ तो यार अर्थ कौन ना मन रखिबे यार अर्थ होची कोडा हबो ना ऑप्शन नंबर ए असल गंठिया। यह होची मेरी मूल धानुआर उदा सॉरी कौन तार अर्थ महादेव रो खाई सहदेव रो गाइबा एटा गोटे माने मजाकिया टाइप रो भी हेगला हला। तो एटा को कहार अर्थ एटा ना यार अर्थ कौन हबो ना कृतज्ञता माने कौन जनकर आमे कौन करबा जनकर ठारो खाइबा माने ता से हमकु हेल्प करबो आ अन्य जनक पाखकु आमे जाई तार वफादार हवा। तो एटा निहाती भाबे गोटे कृतज्ञर सूचना हला। अर्थ रो भी आपण माने रूढ़ीटी को कौन करि परिबे आइडेंटिफाई करि परिबे। क्वेश्चन नंबर 18 रे कौन अछि माइप आगरे पाइकपण एटा भी गोटे माने मीनिंग रो आपण माने जानि पारुथिबे। एटार अर्थ कौन दुर्बल लोकंक सम्मुख रे कौन हवा बाहास्फोट माने दुर्बल लोकंक ऊपर आगरे माने निज पावर देखेबा बा निजे डोमिनेट करबा तो सेटा होची माइप आगरे पाइकपण। एटा थिला क्वेश्चन 18। क्वेश्चन 19 बिलेई आखी बुजी दूध पिउची तो यार अर्थ कौन बिलेईटा आखी बुजी दूध पिउची तो यार अर्थ होची ऑप्शन नंबर ए निज चतुरता अन्य आखी रे धरा पड़ी जेबा माने निजे किछि गुटे केही जानू नाहंती बोली गुटे किछि चतुरता करिथिबे आपण माने सेटा धरा पड़ी जेबा सेटा होची बिलेई आखी बुजी दूध पिउची ताको हमें कहि परिबा हला मन रखिले। नेक्स्ट जीवा हमें टिके फटाफट सब क्वेश्चन को कवर करिबा वीडियो को गोटे गोटे समस्ते लाइक करि देबे। मुरुची न पारिबा माने यार गोटे कोन मुरुची पारिबा न पारिबा एटा गोटे रूढ़ी तो यार अर्थ कोन सेटा पजारै छी तो यार अर्थ हबो स्वतः प्रवृत्त भावे न देवा कोन स्वतः प्रवृत्त भावे न देवा हेउची मुरुची न पारिबार कोन अर्थ। मेंढा धौ धौ निर्बाल एटा गोटे माने रूढ़ी तो यार अर्थ कोन मेंढा धौ धौ निर्बाल तो यार अर्थ मन रखिबे ऑप्शन नंबर सी आवश्यकता ठारू अधिक सेवा क्षतिकारक माने जो जेतिकी दरकार ता ठारू जदी अधिक सेवा हबो सेटा क्षतिकारक। तो यार अर्थ यार माने एहा को इंडिकेट करूथवा रूढ़ीटी होची मेंढा धौ धौ निर्बाल हैला मन रखिबे। सेमिति आपण माने बहुत गुडे रूढ़ी मीनिंग रु माने अक्षरिक मीनिंग रु मन रहि जाए तो आपण माने सेटा ट्राई करिवे कि केते मीनिंग रु आपण माने रूढ़ीटी को मन रखि पारुछंती। मने मने गुड़ खाइबा देखंतु मने मने गुड़ खाइबा तो एही रूढ़ीटी रो अर्थ कोन तो यार अर्थ कोन ऑप्शन ए बी सी डी अछि आपण मानक पई कोडा हबो ना ऑप्शन सी अयथारे सुख स्वप्न देखिबा होजी मने मने गुड़ खाइबा माने मने मने किछि गुटे कोन करिबा निज पई भलो भाबिबा अयथा जाहा कि हैला सेटा होची मने मने गुड़ खाइबा। नेक्स्ट होची जुआड़े वर्षा सियाड़े छता देखंतु एटा गुटे भी माने आपण माने मीनिंग रु माने तार अक्षरिक अर्थ रु भी रूढ़ीटी रो अर्थ बाहर करि परिबे। तो जुआड़े वर्षा सियाड़े छता यार अर्थ होची बेलकाल जानी समर्थन देवा बेलकाल जानी समर्थन देवा यह होची जुआड़े वर्षा सियाड़े छतार अर्थ। जोता सिलेई ठारू चंडी पाठ पर्यंत आ गुटे रूढ़ी एठारे अछि जो सबु जानिबा जोता सिलेई ठारू चंडी पाठ पर्यंत माने एठारे मीनिंग रे जणा पडुची कि के जणे माने सबु किछि काहा कोटे आसे हला तो यार ऑप्शन हबो समस्त साधारण ज्ञान रो अधिकारी माने सबु किछि जणे जहा को आसे सेटा हबो ऑप्शन नंबर डी सापक्ष हवा यार अर्थ कोन ना 25 नंबर आपण मानको कोन हबो सापक्ष हवा माने सहायता हवा का गुटे तारो सपोर्ट करिबा हला सहायता हवा देवा सापक्ष हवा। असंभव कथा कहिबा यार लोकवाणी कोन हबो असंभव कथा कहिबा यार लोकवाणी हवा न देखिला औ छफड़ा कोन न देखिला औ छफड़ा यार अर्थ होजी असंभव कथा कहिबा।
ଯେତେ ବି ମାନେ ଡିସ୍କସ୍ କରାହେଉଛି ରୂଢ଼ି ଗୁଡ଼ାକ ମନେ ରଖନ୍ତୁ ଏଇଟା ବହୁତ 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 ଇମ୍ପୋର୍ଟାଣ୍ଟ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁକୁ ମାନେ ଦେଖିକି ଏସବୁ ଆପଣମାନଙ୍କ ପାଇଁ ଡିସ୍କସ୍ କରାଯାଉଛି ଆଉ ଯେଉଁ କ୍ୱେଶ୍ଚିନ୍ ଗୁଡ଼ାକ ବାରମ୍ବାର ଆସୁଛି ସେଗୁଡ଼ିକୁ ହିଁ ଡିସ୍କସ୍ କରୁଛେ ଆମେ ହେଲା। ତ ନେକ୍ସଟ ଅଛି ଆଲସ୍ୟ ସର୍ବନାଶ କରେ ମାନେ ଏଇ ଅର୍ଥକୁ ପ୍ରକାଶ କରୁଥିବା ରୂଢ଼ିଟି କିଏ? 27 ଆପଣମାନେ କରିବେ ଅପସନ୍ ନମ୍ବର ସି। ବସି ଖାଇଲେ ନଈବାଲି ସରେ ମାନେ ଜଣେ ଯଦି ବସିକି ଖାଇବ ତାହେଲେ ତାକୁ ନଈବାଲି ମଧ୍ୟ କ'ଣ ହେବ ନାହିଁ ମାନେ ସରିଯିବ। ସେଇଟା ହେଉଛି ଆଲସ୍ୟ ସର୍ବନାଶ କରେ। ନେକ୍ସଟ ଅଛି 28 ଅଧ୍ୟବସାୟ ସଫଳତାର ଚାବିକାଠି। ଏହାର ଅର୍ଥ ମାନେ ଏଇଟା ଗୋଟେ ପଜିଟିଭ୍ ସେନ୍ସରେ ଅଛି। ତ ଏହି ଅର୍ଥକୁ ପ୍ରକାଶ କରୁଥିବା ଲୋକବାଣୀଟି କେଉଁଟା ନା ଯତ୍ନ କଲେ ରତ୍ନ ମିଳେ। ତ ଏଇଟା ଆମେ ଜାଣିଛେ କି ସଫଳତାର ଚାବିକାଠି ଯତ୍ନ କଲେ ରତ୍ନ ମିଳେ ଏଇଟା ଜାଣିଛୁ। ତ ଏଠାରେ ମାନେ କମ୍ପ୍ଲିଟ୍ କରିବାକୁ କହିଛି ଏମିତି କ୍ୱେଶ୍ଚିନ୍ ବି ବେଳେ ବେଳେ ଆସିଯାଏ ତ ସେଥିପାଇଁ ଏଇଟା ଗୋଟେ ଆସିଛି। ତ ଏଠାରେ କ'ଣ ଲଗାଇଲେ ରୂଢ଼ିଟି କମ୍ପ୍ଲିଟ୍ ହେବ? ତ ଏହାର ଆନ୍ସର୍ କ'ଣ 29ର ଆପଣ ମନେ ରଖିବେ ପାପ ଧନ ପ୍ରାୟଶ୍ଚିତ ପାଏ ମାନେ ପାପରେ ଯେଉଁ ଧନ ଅର୍ଜିତ ହୁଏ ସେଇଟା ପ୍ରାୟଶ୍ଚିତ ପାଏ। ସେଇଟା ତ ଆମେ ଅର୍ଥରୁ ଜଣାଯାଉଛି ହେଲା। ଏଠାରେ ମଧ୍ୟ ସେଇ ସେମ୍ କ୍ୱେଶ୍ଚିନ୍ ମାନେ କ'ଣ କେଉଁଟା ଲାଗିବ ଏଇ ଜାଗାରେ। ତ 30ର ମନେ ରଖିବେ ଏ ହେବ କ'ଣ ଏ ଘୋଡ଼ା 6 ଟଙ୍କାକୁ ଦାନା 9 ଟଙ୍କା। ଏଇଟା ତ ଶୁଣିଥିବେ ଆପଣମାନେ ବି ଘୋଡ଼ା 6 ଟଙ୍କାକୁ ନା ମାନେ କ'ଣ ଯେଉଁ ଜିନିଷ କିଣିବାକୁ ଯାଇଥିବ ତାଠାରୁ ଅଧିକ ଖର୍ଚ୍ଚ କରିବା ସେ ଅର୍ଥରେ ଏଇଟା ବ୍ୟବହାର କରାଯାଏ। ନେକ୍ସଟ ଅଛି 31 ପୋଥିଗତ ଡେସ୍କ ପରହସ୍ତ ମାନେ ଏଇଟା ରୂଢ଼ି ଗୁଡ଼ାକ କମ୍ପ୍ଲିଟ୍ କରିବା ପାଇଁ ଆମକୁ ଦେଇଛି। ତ ଏହା କ'ଣ ହେବ ପୋଥିଗତ ବିଦ୍ୟା ପରହସ୍ତ ଧନ। ପୋଥିଗତ ବିଦ୍ୟା ପରହସ୍ତ ଧନ। ଦେଖନ୍ତୁ ଆପଣମାନେ ଏଭଳି କ୍ୱେଶ୍ଚିନ୍କୁ ଅଣ୍ଡର ଏଷ୍ଟିମେଟ୍ କରନ୍ତୁ ନାହିଁ କାରଣ ମାନେ ଏଭଳି କ୍ୱେଶ୍ଚିନ୍ ବି ବେଳେ ବେଳେ ଆସିଯାଏ। ତ ଯେତେ ବି ମାନେ ଆସୁଛି କ୍ୱେଶ୍ଚିନ୍ ସବୁକୁ ପ୍ରାକ୍ଟିସ୍ କରି ଚାଲନ୍ତୁ ହେଲା। 32 ଫୁଲ ଯୋଗୁଁ ଡେସ୍କ ପଣ୍ଡିତ ଯୋଗୁଁ ଡେସ୍କ। ଫୁଲ ଯୋଗୁଁ ଗଭା ପଣ୍ଡିତ ଯୋଗୁଁ ସଭା। ମିନିଂରୁ ଆପଣମାନେ ଜାଣିବେ ବାସ କରିଦେବେନି ହେଲା। ବାସ ଏଠାରେ ମାନେ ଆପ୍ରୋପ୍ରିଏଟ୍ ଲାଗୁଛି ତ ବାସ ହେବନି। ଫୁଲ ଯୋଗୁଁ ଗଭା ହେବ ଗଭା ଏବଂ ପଣ୍ଡିତ ଯୋଗୁଁ ସଭା। ଏଇଟା ତ ଆପଣମାନେ ସମସ୍ତେ ଜାଣିଥିବେ ଡେସ୍କ ଦୁଇ ପତ୍ରରୁ ଆସେ। କ'ଣ ଦୁଇ ପତ୍ରରୁ ଆସେ? ତୁଳସୀ। ଆଉ କ'ଣ ଦୁଇ ପତ୍ରରୁ କୁଣ୍ଡାଇ ହୁଏ? ବିଛୁଆତି। ତ ଏଇଟା ଆପଣମାନେ ଛୋଟ ଦିନରୁ ଶୁଣିକି ଆସୁଛନ୍ତି ଆଉ। 34 ଆଉ 35 ରହିଲା ଆପଣମାନଙ୍କ। 34 କ'ଣ ଗାଁ ଡେସ୍କ ଏଇଟା ବି ଜାଣିଥିବେ ଗାଁ କନିଆ ସିଂଘାଣୀ ନାକି। ଅପସନ୍ ନମ୍ବର ଡି ହେବ ନା 34। ହଁ ଏଇଟା ଗୋଟେ ସ୍ପେଲିଂ ମାନେ ଏଇଟା ହେବନି ମାନେ ଦେଖନ୍ତୁ ଏଠାରେ କ'ଣ ହୋଇଛି ହଁ ମାନେ ଏଠାରେ କ ଦୀର୍ଘଇ କି ହୋଇଯାଇଛି ସେଥିପାଇଁ ଅପସନ୍ ନମ୍ବର ସି ହେବ। ଅପସନ୍ ନମ୍ବର ସି ମାନେ ସେତିକି ମାନେ ମାତ୍ରାକୁ ନେଇକି ସେମିତି କନଫ୍ୟୁଜ୍ କରିବନି। ଏଇଟା ଆମ ପ୍ରାକ୍ଟିସ୍ରେ ସେଟ୍ରେ ଅଛି ଯେହେତୁ ତାକୁ ଆମେ କରିଦେଉଛେ ହେଲା। ଆଉ ଆଜିର ଲାଷ୍ଟ କ୍ୱେଶ୍ଚିନ୍ ଦେଖିବା ଡେସ୍କ ବିଲି ବିଲେଇକୁ ଡେସ୍କ ବିଲେଇଲେ ଡେସ୍କ ହେଲା। ତ ଏହାର ଆନ୍ସର୍ ହେବ କେଉଁଟା ହେବ ଆନ୍ସର୍ ଆପଣମାନେ ଦେଖନ୍ତୁ କେଉଁଟା ହେବ ନା ଅପସନ୍ ନମ୍ବର ବି ବ୍ରହ୍ମା ବିଲି ବିଲେଇଲେ ବେଦ। ବ୍ରହ୍ମା ବିଲି ବିଲେଇଲେ ବେଦ ଏଇଟା ମାନେ ଶୁଣିଥିବେ ଆଗରୁ ବି ବ୍ରହ୍ମା କିଛି ବି କହିଦେଲେ ତାକୁ ଲୋକମାନେ ବେଦ ବୋଲି ମାନେ କ'ଣ ମାନି ନିଅନ୍ତି ମାନେ ମନାଯାଏ। ସେଇଟା ଏହି ଅର୍ଥରେ ବ୍ୟବହାର ହୋଇଛି। ତ ଏହା ଥିଲା ଆପଣମାନଙ୍କ ପାଇଁ କେତୋଟି ରୂଢ଼ିକୁ ନେଇକି ଓଡ଼ିଆ ଗ୍ରାମରର କେତୋଟି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ଭିଡ଼ିଓକୁ ଲାଇକ୍ କରିଦେବେ। ଧନ୍ୟବାଦ।